କଥା ପଦକେ ମାର୍କ ଯଦି କମ୍ ଆସିଲା ତ ସେଥିପାଇଁ ମାଡ଼ ସେଟା ତ ଠିକ୍ ଅଛି ପିଲା ତ ମୋଟିଭେସନ୍ କରି ପଢ଼ିବେ ନା ମାଡ଼ ମାରିଲେ କେଉଁ ପିଲା ପାଠ ପଢ଼ିବ ଓଲଟା ପାଠ ପଢ଼ିବା ଇଣ୍ଟରେଷ୍ଟ ପଳେଇବ ଆଉ କିଛି କଥା ପଦ କହିଲେ ମା ଭୂମି ଉପରେ ଗାଳି ମାନେ କ'ଣ ସାର୍ ଆମ ମା ଷଷ୍ଠା ଗତକାଲି ଶିବାନନ୍ଦ ସ୍କୁଲରେ ଯେଉଁଭଳି ଭାବେ ଅଘଟଣ ଘଟିଥିଲା ପିଲାଙ୍କୁ ମାଡ଼ ମରାଯାଉଥିଲା ଦୀର୍ଘ 3 ମାସ ଧରି ଅମାନୁଷିକ ଭାବେ ମାଡ଼ ମରାଯାଉଥିଲା ଜଣେ ମଣିଷ ବା ଜଣେ ଶିକ୍ଷକ କିପରି ଏପରି ମାଡ଼ ମାରୁଛନ୍ତି ତାହା ଆପଣ ଦେଖୁଥିବେ ପିଲାଙ୍କର ଭିଜୁଆଲ୍ ମଧ୍ୟ ଆମ କ୍ୟାମେରାରେ କହିଦେଇଛି ଆପଣ ଦେଖୁଥିବେ ଇଏ ହେଉଛି ସେହି ଶିବାନନ୍ଦ ବିଦ୍ୟାଳୟ ଯେଉଁଠି ଶତବାର୍ଷିକ ବିଦ୍ୟାଳୟ ରହିଥିଲା ଏଠି ଆ ଭିତରେ ପ୍ରିନ୍ସିପାଲଙ୍କ ରୁମ୍ ରହିଛି ଯେଉଁଠିକି ବର୍ତ୍ତମାନ ଆଲୋଚନା ଚାଲିଛି ପୋଲିସ ପହଞ୍ଚି ସାରିଛି ଏବଂ କିଛି ସମାଜ ସେବକମାନେ ପହଞ୍ଚିଛନ୍ତି ହ୍ୟୁମାନ୍ ରାଇଟ୍ସର କର୍ମକର୍ତ୍ତାମାନେ ଏଠି ଅଛନ୍ତି ଏଠି ଆଲୋଚନା କରାଯାଉଛି ଯେ ଯେଉଁ ପିଲାଙ୍କର ଷ୍ଟେଟମେଣ୍ଟ ମଧ୍ୟ ନିଆଯାଉଛି ଯେଉଁମାନଙ୍କର ମାଡ଼ ହୋଇଥିଲା ଆମେ ସିଧାସଳଖ କଥା ହେବା ଆଉ ଜଣେ ଛାତ୍ର ମଧ୍ୟ ଅଛନ୍ତି ଏଠି ସିଧାସଳଖ କଥା ହେବା କ'ଣ କହିବେ ଯେଉଁମାନଙ୍କୁ ମାଡ଼ ମରାଯାଇଥିଲା ବର୍ତ୍ତମାନ ଆମେ ଭିଜୁଆଲ୍ ନେଉଥିଲୁ କାହିଁକି ଏପରି ମାଡ଼ ମାରୁଥିଲେ ଏବଂ ଜଣେ ଶିକ୍ଷା ଦାୟିତ୍ୱରେ ନଥିବା ସୁପରିଟେଣ୍ଡେଣ୍ଟ ହୁଅନ୍ତୁ କିମ୍ବା ଯେଉଁମାନେ ଡେପୁଟି ସୁପରିଟେଣ୍ଡେଣ୍ଟ ହୁଅନ୍ତୁ ଏମାନେ କାହିଁକି ଆପଣଙ୍କୁ ମାଡ଼ ମାରୁଥିଲେ ସାର୍ ଗୋଟିଏ କଥା ସେ ଦଶମର ହାଉସ୍ ଟିଚର ଭାବରେ ସେ ବର୍ତ୍ତମାନ ଅଛନ୍ତି ଆଉ ଗୋଟେ ସେ କୁହନ୍ତି କି ଯେ ଚୁଟି କାଟିବାଟା ମାନେ ଦରକାର ବୋଲି ସେ ଚୁଟି କାଟା ଦରକାର ତ ନଣ୍ଡା ହେବା ଦରକାର ହଁ ମାନେ କେଉଁ ଆର୍ଟିକଲ ଲେଖା ହେଇଛି କୁହନ୍ତି ଯେ ନନ୍ଦା ହେଲେ କି ହଷ୍ଟେଲରେ ରହିପାରିବନି ତା ପ୍ରତି ମାଡ଼ କଥା ପଦକେ ମାର୍କ ଯଦି କମ୍ ଆସିଲା ତ ସେଥିପାଇଁ ମାଡ଼ ସେଟା ତ ଠିକ୍ ଅଛି ପିଲା ତ ମୋଟିଭେସନ୍ କରି ପଢ଼ିବେ ନା ମାଡ଼ ମାରିଲେ କେଉଁ ପିଲା ପାଠ ପଢ଼ିବ ଓଲଟା ପାଠ ପଢ଼ିବା ଇଣ୍ଟରେଷ୍ଟ ପଳେଇବ ଆଉ ତାପରେ ଗୋଟିଏ କଥା କି ଯେ ଖାଦ୍ୟ ଫୋପାଡ଼ିଲେ ତୁ କାହିଁ ଖାଇବା କାହିଁ ଫୋପାଡ଼ିଲୁ ଖାଇବା ଫଳିଲେ ମାଡ଼ ବସିବ ଆଉ କିଛି କଥା ପଦ କହିଲେ ମା ଭୂମି ଉପରେ ଗାଳି ମାନେ କ'ଣ ସାର୍ ଆମ ମା ଷଷ୍ଠା ଯେଉଁ ପ୍ରିନ୍ସିପାଲ ଅଛନ୍ତି ବର୍ତ୍ତମାନ ଆଲୋଚନା କରାଯାଉଥିଲା ଯେ ଯେଉଁ ସାର୍ମାନଙ୍କ କଥା କୁହାଥିଲା କିଶୋର ଦାସ କଥା କୁହନ୍ତୁ ସବ୍ୟସାଚୀ ଦାସଙ୍କ କଥା କୁହନ୍ତୁ ଅନିଲ ଯେଉଁ ସାର୍ ଅଛନ୍ତି ତାଙ୍କ ନାଁ ମଧ୍ୟ କୁହନ୍ତୁ ବର୍ତ୍ତମାନ ପ୍ରିନ୍ସିପାଲ ସବୁ ଜାଣିଛନ୍ତି କିନ୍ତୁ ମନା କରୁଛନ୍ତି ସାର୍ ଏକମାତ୍ରା କହିବାକୁ ଗଲେ ପ୍ରିନ୍ସିପାଲ ହିଁ ବା ଦୋଷୀ କାହିଁକି ନା ହେଡ୍ର ଅଥରିଟି ହେଉଛନ୍ତି ନା ପ୍ରିନ୍ସିପାଲ ସେ କିଶୋର ଦାସକୁ ଅଥରିଟି କରିବା କାରଣ କ'ଣ ତାହେଲେ ସେ ଚୋର ବୋଲ ଚୋରକୁ ଆଣି ଅଥରିଟି କରୁଛନ୍ତି ନା ଆଉ ତାପରେ ଗୋଟେ କଥା ସାର୍ ଯେ କିଶୋର ତ ହେଲା ଦେହ ବ୍ୟବସାୟୀ ବର୍ତ୍ତମାନ ସେ ଚାଲିଛି ତ ସିଏ ଏଥିର ନାହିଁ ନା ବର୍ତ୍ତମାନ ଆମେ ଏତିକି କାରଣ ସେ ଆମର ଦେଖା ତ ଦେଉ ସେଟାକୁ ସେ ତାକୁ ଘୋଡ଼େଇ ଦେଉଛନ୍ତି କିଶୋର କେଉଁଠି ଅଛି ନା ମୁଁ ଜାଣିନି ତ ଆପଣ ଅଥରିଟିକି ଆପଣ ନ ଜାଣିଛନ୍ତି ଜାଣିବ ତାହେଲେ କିଏ ସାର୍ ପୋଲିସର କିଛି ନ୍ୟାୟ ହିସାବ ନାହିଁ ଗୋଟିଏ କଥା କାଲି ବି ପୋଲିସ ଆସିଥିଲା ଆଜି ବି ପୋଲିସ ଆସିଥିଲା ପୋଲିସ କହୁଛି ଡିପାର୍ଟମେଣ୍ଟ ଜଣ ଏଟା ତ ଏଜୁକେସନ ଡିପାର୍ଟମେଣ୍ଟ ଜଣା ହେଇଛି ନା ତାପରେ ବି ତମେ ପୋଲିସ ପାଖରେ କେସ୍ କିଛି ବୁଝ ନା ସେଟା ବି ସେ ବୁଝୁନାହାନ୍ତି ସାର୍ ବର୍ତ୍ତମାନ କ'ଣ ଚାହୁଁଛନ୍ତି ଆପଣମାନେ ଆମେ ବର୍ତ୍ତମାନ ଚାହୁଁଛୁ କି ସବ୍ୟସାଚୀ ଦାସ କିଶୋର ଦାସ ସ୍କୁଲରୁ ଗେଟ୍ ଆଉଟ୍ ଆଉ ଅମିତ କର ବି କାହିଁକି ନା ସେ ଯେହେତୁ ତାଙ୍କୁ ଜଡ଼ିତ କରୁଛନ୍ତି ସେହେତୁ ଗେଟ୍ ଆଉଟ୍ ଦେଖୁଥିବେ ଇଏ ହେଉଛି ପ୍ରିନ୍ସିପାଲଙ୍କ ରୁମ୍ ଆପଣଙ୍କୁ ଦେଖିବା ପାଇଁ ଚାହିଁବି ଇଏ ହେଉଛି ଆପଣ ଦେଖନ୍ତୁ ଇଏ ହେଉଛି ଅମିତ କର ଯିଏ ରହିଛନ୍ତି ବର୍ତ୍ତମାନ ଶତବାର୍ଷିକ ବିଦ୍ୟାଳୟର ଯିଏ ଶିବାନନ୍ଦ ବିଦ୍ୟାଳୟ ସେଠି ଇଏ ହେଉଛି ପ୍ରିନ୍ସିପାଲଙ୍କ ରୁମ୍ ଆପଣ ଦେଖନ୍ତୁ ମୋ କ୍ୟାମେରା ପର୍ସନ ଆପଣଙ୍କୁ ଦେଖେଇବେ ସେ ଦୃଶ୍ୟ ଇଏ ହେଉଛି ଅମିତ କୁମାର କର ଯିଏକି ପ୍ରିନ୍ସିପାଲ ରହିଛନ୍ତି ଆପଣ ସିଧାସଳଖ ଭିଜୁଆଲ୍ ଦେଖିବେ ସେ ବର୍ତ୍ତମାନ ସେ ଭିତରେ ଆଲୋଚନା ଚାଲିଛି ଯେଉଁଥିପାଇଁ ଆମେ ପ୍ରିନ୍ସିପାଲଙ୍କ ପ୍ରତିକ୍ରିୟା ନେଇପାରୁନାହିଁ ମୋ କ୍ୟାମେରା ପର୍ସନ ଆପଣଙ୍କୁ ଦେଖେଇବେ ସେ ଭିତର ଦୃଶ୍ୟ ଯେଉଁଠି ଆଲୋଚନା କରାଯାଉଛି ଯେ କାହିଁକି ଏପରି ଗୋଟେ ଘଟଣା ଘଟିଲା ଏବଂ ଏ ଅଘଟଣ ପାଇଁ ଦାୟୀ କିଏ ଆପଣ ଦେଖୁଥିବେ ବର୍ତ୍ତମାନ ହ୍ୟୁମାନ୍ ରାଇଟ୍ସର କିଛି ଲୋକ ଆସି ପହଞ୍ଚି ସାରିଛନ୍ତି ପୋଲିସ ମଧ୍ୟ ପହଞ୍ଚି ସାରିଛି ଆଉ ବର୍ତ୍ତମାନ ଆଲୋଚନା ହେଉଛି ଯଦି ପ୍ରିନ୍ସିପାଲ ସବୁ ଜାଣିଥିଲେ ତେବେ କାହିଁକି ଏପରି ଘଟଣା ଘଟୁଛି ପ୍ରିନ୍ସିପାଲଙ୍କ ମିଲି ଭଗତରେ ଯେଉଁମାନେ ଡେପୁଟି ରହିଥିଲେ ସୁପରିଟେଣ୍ଡେଣ୍ଟ କଥା କୁହନ୍ତୁ କିଶୋର ଦାସ ସବ୍ୟସାଚୀ ଦାସ ଏମାନଙ୍କ ନାଁରେ ଅଭିଯୋଗ ଆସୁଛି ଯେ ଏମାନେ କୌଣସି ଶିକ୍ଷା କ୍ଷେତ୍ରରେ ଦାୟିତ୍ୱରେ ନଥିଲେ ମଧ୍ୟ ପିଲାଙ୍କୁ କାହିଁକି ବାରମ୍ବାର ମାଡ଼ ମାରୁଥିଲେ ଏବଂ ଜଣେ 10ରୁ 12 ବର୍ଷର ଛୁଆ ଦେଖୁଥିବେ ତାର ଯେଉଁଠି ଜଙ୍ଘରେ ରହିଛି ଏବଂ ବାରମ୍ବାର ସେ ଜାଗାକୁ ମାଡ଼ ମରାଯାଇଛି ଜଣେ ଗୌଡ଼ ମଧ୍ୟ ଏପରି ଗାଇକି ମାରୁନଥିବ ଯେଉଁଭଳି ଭାବେ ଅମାନୁଷିକ ଭାବେ ଜଣେ ମଣିଷ ଜଣେ ହେଇକି ଏପରି କିପରି କାଣ୍ଡ କଲେ ତା ଉପରେ ବର୍ତ୍ତମାନ ତଦନ୍ତ ଚାଲିଛି ଆପଣ ଦେଖୁଥିବେ ଏବଂ ଆଲୋଚନା ମଧ୍ୟ ଚାଲିଛି ଗତକାଲିଠାରୁ ଗଣମାଧ୍ୟମରେ ଖବର ବାଜି ସାରିଛି ଏବଂ ଦୀର୍ଘ 3 ମାସ ଧରି ପିଲାମାନଙ୍କୁ ଅମାନୁଷିକ ଭାବେ ଅତ୍ୟାଚାର କରିବା ମାଡ଼ ମାରିବା ଏ ଘଟଣା ଚାଲିଥିଲା କିନ୍ତୁ କୌଣସି ପ୍ରକାର ଏ ଘଟଣାରୁ ପର୍ଦ୍ଦାଫାଶ ହେଉନଥିଲା କାହିଁକି ନା ପିଲାଙ୍କ ଭିତରେ ଭୟ ସୃଷ୍ଟି ହେଉଥିଲା ଏବଂ ପ୍ରିନ୍ସିପାଲଙ୍କ ଯିଏ ବାଉନ୍ସର ସାଜିଛନ୍ତି ସବ୍ୟସାଚୀ ଦାସ ଯାହାଙ୍କୁ ଘଣ୍ଟ ଘୋଡ଼େଇ ରଖିଛନ୍ତି ଅମିତ କର ଅର୍ଥାତ୍ ପ୍ରିନ୍ସିପାଲ ତାଙ୍କ ବିରୁଦ୍ଧରେ କୌଣସି ପ୍ରକାର ଆକ୍ସନ୍ ନିଆଯାଉନଥିଲା କାହିଁକି ନା ଇଏ ମିଲି ଭଗତ ରହିଥିଲା ଆଜ୍ଞା ସୁପରିଟେଣ୍ଡେଣ୍ଟ ଏବଂ ଡେପୁଟି ସୁପରିଟେଣ୍ଡେଣ୍ଟ ଏବଂ ଇଏ ଯିଏ ରହିଥିଲେ ପ୍ରିନ୍ସିପାଲ ଅମିତ କରଙ୍କ ଭିତରେ ମିଲି ଭଗତ ରହିଥିଲା ସବୁ କଥା ପ୍ରିନ୍ସିପାଲ ଜାଣିଥିଲେ ପ୍ରିନ୍ସିପାଲ ଏଠିକି 4 ମାସ ହେଲା ଡ୍ୟୁଟି କରୁଛନ୍ତି ସତ କିନ୍ତୁ ଏ ଘଟଣା 2 ମାସ ତଳର
जोठिकी पिलामानकु अमानुषिक भाव माड़ मरा जाउतला एवं खाइबा क्षेत्र में डबल थर खाइबा मागिले माड़ खाइबा बलिले माड़ परीक्षा तुरंत भाव करवा आज पाठ पढ़ा न हब काली पाठ न पढ़ा हब किंतु पिलांको परीक्षा बाध्यबाध्यता करवा जो पुराना टीचर से शिक्षा दौले पिला निज बापा माँ भली से पिला भली गाइड करते से किभरी स्कूल बहिष्कार करवा एवं डेपुटी जे रही डेपुटी सुपरिटेडेंट हूँ सुपरिटेडेंट जहाँ विरोध में जी स्वर उठाऊला किमिति तड़ीपार करवा ये गोटे चली सोसाइटी भितर बा ये कैंपस भितर तेणु पिला माने धीरे धीरे एकत्रित होते एवं एकता ही बल जो कथा कहुए तार गतकाली प्रमाण देते शिवानंद स्कूल छात्र माने जो माने कैंपस भितर होहाला करते देखिकी किछि स्कूल शिक्षक माने सपोर्ट करते जहाँ को लेकिन वर्तमान थाना कथा उठी एवं खूब शीघ्र बंधा हो पारती सुपरिटेडेंट डेपुटी सुपरिटेडेंट एवं प्रिंसिपाल जहाँ देखा बाकी रहा भुवनेश्वर कैमरा पर्सन गुडुंक सह प्रियकांत साहू रियन। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।